ସାଦର ପ୍ରଣାମ। ନାରୀମାନଙ୍କୁ ଏକ ନୈତିକ ଶିକ୍ଷା ପରିବର୍ତ୍ତନର ଆଉ ଏକ ପ୍ରୟାସ ଶୀର୍ଷକ ଚଗଲି ଝିଅକୁ ଚିଠିଟିଏ। ନିବେଦନ କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ସୁନା ଝିଅ, ମନକୁ ଚୁନା କରିବା ଆଗରୁ ଚିଠିଟି ପଢ଼ିବୁ ବୋଲି ମୋର ଆଶା ଓ ବିଶ୍ୱାସ। ସତରେ ଝିଅର ବାପା ହେବା କେତେ ଯେ ଯନ୍ତ୍ରଣାଦାୟକ କେବଳ ପରୀ, ଇତିଶ୍ରୀ, ସୌମ୍ୟାଶ୍ରୀର ବାପା ନୁହନ୍ତି। ଆଜି ବିଶ୍ୱର ପ୍ରତିଟି ବାପା ଭାରାକ୍ରାନ୍ତ। ଆଜି ସୌମ୍ୟାଶ୍ରୀ ଜଳିଗଲା ପରେ ସିନା ଅନେକ ହୃଦୟ ଜଳି ଉଠିଛି, ଅନେକ ପ୍ରାଣ ଭାଳି ବସିଛି, କିନ୍ତୁ ପ୍ରତି କ୍ଷଣରେ କେତେ ଯେ କନ୍ୟା ଭ୍ରୂଣ ଏଠି ଚିତ୍କାର କରି ମୃତ୍ୟୁଦଣ୍ଡ ପାଇଥାନ୍ତି କେବଳ ଈଶ୍ୱର ହିଁ କହିପାରିବେ। ମାଲ, ତୋତେ ଏ ଚିଠି ଏଇଥିପାଇଁ ଲେଖୁଅଛି, ହୁଏତ ଶ୍ରେଣୀ ପାଠରୁ ତୁ ଉପଯୁକ୍ତ ନୈତିକ ଶିକ୍ଷା ପାଇପାରି ନଥିବୁ। ଆଜିର ଇ ଯୁଗରେ ତୁ ଫେସବୁକ୍, ଇନ୍ଷ୍ଟାଗ୍ରାମ, ୟୁଟ୍ୟୁବରେ ଜଡ଼ିତ ଥିବୁ, କିନ୍ତୁ ବହି ପଢ଼ିବାକୁ ହୁଏତ ମନ ବଳାଇ ନଥିବୁ। ଦିନ ତ ଅଲଗା, ହୁଏତ ରାତିର ସଠିକ୍ ସମୟରେ ବି ତୁ ଶୋଇପାରୁନୁ। ପ୍ରଭାତର ଢେର ସମୟ ବେଳ ଗଡ଼ିଗଲା ପରେ ତୁ ଉଠୁଥିବୁ। ଏଇଟା ଗୋଟାପଣେ ତୋର ଭୁଲ ନୁହେଁ, ଭୁଲ ମୋର ଆଉ ତୋ ମା'ର ବି। ତୁ ଯେତେବେଳେ ଛୋଟ ଥିଲୁ, ବିଛଣାରେ ବାପା ଆଉ ମା'ଙ୍କ ମଝିରେ ଶୋଉଥିଲୁ। ସେତେବେଳେ ଆମେ ବାପା ଓ ମା ଦୁଇଟି ମୋବାଇଲ ଧରି ଢେର ସମୟ ବିତାଉଥିଲୁ। ତୁ ବି ନ ଶୋଇ ଡିମା ଡିମା ଆଖିରେ ମୋବାଇଲ କି ଚାହିଁ ରହୁଥିଲୁ। ସେଦିନର ସେହି ବାପା ମା'ଙ୍କ କାର୍ଯ୍ୟ ଅନୁସରଣ କରୁ କରୁ ତୁ ଆଜି ଅନୁକରଣ କରିଦେଲୁ। ନିବେଦନ କରିବି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ଛୋଟବେଳେ ଆମର ଖୁସି ପାଇଁ ତୋତେ ପୁଅ ପିଲାଙ୍କ ପରି ଛୋଟ ଛୋଟ ପୋଷାକ ପିନ୍ଧାଉଥିଲୁ। ତାହା ଧୀରେ ଧୀରେ ତୋ ପସନ୍ଦ ପାଲଟିଗଲା। ଆମେ ଛୋଟବେଳୁ ଭାବିଲୁ ତୋତେ ପୁଅ ପିଲାଙ୍କ ଠାରୁ ଦୂରେଇ ରଖିବୁ। ସବୁବେଳେ କେବଳ ବାଳିକା ବିଦ୍ୟାଳୟରେ ପଢ଼ାଇଲୁ। ଆଜି ହଠାତ୍ ଯେତେବେଳେ ତୁ ପୁଅ ପିଲାଙ୍କ ସଂସ୍ପର୍ଶରେ ଆସିଲୁ, ହୁଏତ ତୁ ତୋ ଭିତରେ ନିର୍ଣ୍ଣୟ କରିପାରୁ ନଥିବୁ ପୁରୁଷମାନଙ୍କର ସ୍ୱଭାବ ଆଉ ଚରିତ୍ରକୁ। ଯେମିତି ଛୋଟବେଳୁ ପଞ୍ଜୁରୀରେ ବଢ଼ିଥିବା ପକ୍ଷୀ ହଠାତ୍ ଖୋଲା ଆକାଶ ପାଇଲେ ବୁଦ୍ଧିବଣା ଭଳି ଏପଟ ସେପଟ ହୁଏ। ସେ ଜାଣିପାରେ ନା କେତେ ଉଚ୍ଚରେ ଉଡ଼ିବ ଆଉ କେଉଁ ଗଛରେ ବସା ବାନ୍ଧିବ। ମାଲ, ଆଜି ସିନା ସମାଜ କହୁଛି ଗୁରୁପଦ କଳଙ୍କିତ। ଅତୀତରେ ତ କେବଳ ଗୁରୁ ଆଶ୍ରମରେ ପୁରୁଷମାନେ ହିଁ ଶିକ୍ଷା ଗ୍ରହଣ କରୁଥିଲେ। ନାରୀ ଶିକ୍ଷାକୁ ପରେ ପରେ ପ୍ରାଧାନ୍ୟ ଦିଆଗଲା। ବାପା ମା ପରେ ଗୁରୁ ହେଉଛନ୍ତି ତୃତୀୟ ବ୍ୟକ୍ତି, ଯିଏ ଉଭୟ ପିତାମାତାଙ୍କ ସ୍ଥାନ ପୂରଣ କରିପାରନ୍ତି। ସେ ରକ୍ଷକ ଭକ୍ଷକ ନୁହନ୍ତି। ଯଦି ତୋତେ ଅନୁଭବ ହେବ ଗୁରୁ ତୋ ପ୍ରତି ଆଡ଼ ଆଉ ଅଡ଼ୁଆ ନଜର ଦେଉଛନ୍ତି, ତୁ ଗୋଟିଏ କଥା କହିବୁ, ସାର୍, ଆପଣ କେବଳ ମୋ ବାପା ନୁହନ୍ତି, ମୋ ମା ମଧ୍ୟ। ଆପଣ ମୋ ପାଇଁ ଅର୍ଦ୍ଧନାରୀଶ୍ୱର। ତୋତେ ଈଶ୍ୱର ସେ ଶକ୍ତି ଦେଇଛନ୍ତି, ତୁ ଚାହିଁଲେ ସମସ୍ତଙ୍କୁ ପରିବର୍ତ୍ତନ କରିପାରିବୁ। ତୁ ଅସାଧୁକୁ ସାଧୁ ଆଉ ସାଧୁକୁ ଅସାଧୁ କରିଦେଇ ପାରିବୁ, କାରଣ କେବଳ ଜଣେ ସଫଳ ପୁରୁଷ ପଛରେ ନାରୀର ହାତ ନଥାଏ, ଜଣେ ଅସଫଳ ପୁରୁଷ ପଛରେ ମଧ୍ୟ ନାରୀର ବହୁ ପ୍ରାଧାନ୍ୟ ଥାଏ। ପୁଅ ଝିଅ ବଡ଼ ହେଲା ପରେ ସେମାନେ ପିତାମାତାଙ୍କ ବନ୍ଧୁ ଭଳି। ତୁ
ତୋ ମନର ଅନେକ କଥା, ବ୍ୟଥା, ଚିନ୍ତା ଆମ ଆଗରେ ଯଥା ସମ୍ଭବ ପ୍ରକାଶ କରିପାରିବୁ। ମାଲୋ, ତୁ ଆକାଶରେ ଉଡ଼ିବୁ, ପାଣିରେ ବୁଡ଼ିବୁ, ପର୍ବତରେ ଚଢ଼ିବୁ, ସବୁଠି କ'ଣ ମୁଁ ପାଖେ ପାଖେ ଥିବି? ସଂସାରରେ ଅନେକ ଲୋକଙ୍କୁ ବିଶ୍ୱାସ କରି ବିଶ୍ୱାସଭାଜନ ହୋଇ ତୋତେ କାମ କରିବାକୁ ପଡ଼ିବ। ତୁ ଦୁନିଆକୁ ଯେମିତି ଦେଖିବୁ, ଦୁନିଆ ତୋତେ ଠିକ୍ ସେମିତି ଦେଖାଯିବ। କେତେବେଳେ କୌଶଳ, କେତେବେଳେ ଅଶ୍ରୁଜଳ, କେତେବେଳେ ବାହୁବଳ ତୋତେ ସହାୟକ ହେବ। ତୁ ଭାଙ୍ଗି ପଡ଼ିଲେ ସମସ୍ୟାର ସମାଧାନ ହେବ ନାହିଁ। ଆତ୍ମହତ୍ୟା ଏକ ଦୁର୍ବଳ ମାନସିକତା। ଏଣୁ କଦାପି ହାରିଗଲୁ ଭାବି ଆତ୍ମହତ୍ୟା କରିବାକୁ ଆଗଭର ହେବୁ ନାହିଁ। ତୋତେ ଅସୀମ ଧୈର୍ଯ୍ୟ ଧରିବାକୁ ହେବ। ତୁ କ'ଣ ଭୁଲି ଯାଉଛୁ, ଏଠି ପାଞ୍ଚପତି ଥାଇ ପାଞ୍ଚାଳି ବିବସ୍ତ୍ର ହୁଏ। ଧୈର୍ଯ୍ୟ ଆଉ ଭକ୍ତି ବଳରେ ଈଶ୍ୱରଙ୍କ କୋଟି ବସ୍ତ୍ର ପାଇ ମୁକ୍ତି ପାଏ। ଏଠି ଅହଲ୍ୟା ପାଷାଣୀ ହୋଇ ଧୈର୍ଯ୍ୟର ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ପାଦସ୍ପର୍ଶକୁ ଅପେକ୍ଷା କରେ। ଏଠି ନାରୀ ଦୁର୍ଗା ରୂପରେ ନିଜେ ବିବସ୍ତ୍ରା ହୋଇ ସଂସାରର ମଙ୍ଗଳ ନିମନ୍ତେ ମହିଷାସୁରକୁ ବଧ କରେ। ଆରେ ନ ଐରୀ ନାରୀ, ନାରୀର କେହି ଶତ୍ରୁ ନୁହନ୍ତି। ତୁ ଯାହାକୁ ଯେମିତି ପ୍ରେମରେ, ଭକ୍ତିରେ, ଶକ୍ତିରେ ବାନ୍ଧି ପାରିବୁ, ସେ ତୋ ପାଇଁ ଠିକ୍ ସେମିତି ହେବ। ଏଣୁ ତୋ ମନରେ ଏଭଳି ପରିବର୍ତ୍ତନ ଆଣିବାକୁ ପଡ଼ିବ। ତୁ ପରା ନାରୀ, ତୋତେ ଯେତେ ଅବଳା ଦୁର୍ବଳା ବୋଲି କହିଲେ ବି ତୁ ନିଜକୁ ଅବଳା ଆଉ ଦୁର୍ବଳା ବୋଲି ପ୍ରମାଣ କରିଦେବୁ ନାହିଁ। ତୁ ସର୍ବଦା ଚଞ୍ଚଳା, ସବଳା। ତୁ ବେଳେ ବେଳେ ଘର ଲୋକଙ୍କୁ ନ ଜଣାଇ ପାର୍କ ଯାଉ, ସିନେମା ଯାଉ, ହୋଟେଲ ଯାଉ। ଜଣଙ୍କୁ ବିଶ୍ୱାସ କରି ପରିବାରର ସମସ୍ତଙ୍କୁ ବିଶ୍ୱାସଘାତକ କରୁ। ଶେଷ ପରିଣତି କ'ଣ ହୁଏ ତୁ ଭଲ ଭାବେ ଜାଣିଛୁ। ଯେଉଁ ନାରୀ ଶତ ଶତ ଶକ୍ତିଶାଳୀ ପୁରୁଷକୁ ଜନ୍ମ ଦେଇପାରେ, ସେ କଦାପି ଦୁର୍ବଳ ନୁହେଁ। ଏଠି ଶାରୀରିକ ଦୁର୍ବଳ ଅପେକ୍ଷା ମାନସିକ ଦୁର୍ବଳ ବ୍ୟକ୍ତି ହିଁ ଅଧିକ ଦୁର୍ବଳ। ଏଣୁ ତୋତେ ମାନସିକ ସ୍ତରରେ ସବଳ ହେବାକୁ ପଡ଼ିବ। ତୁ ମାନସିକ ସ୍ତରରେ ଯେତିକି ସବଳ ହେବୁ, ତୁ ସେତିକି ସମାଜ ଆଗରେ ମୁଣ୍ଡ ଟେକି ପାରିବୁ, ବିଭିନ୍ନ ବିପଦକୁ ସାମ୍ନା କରିପାରିବୁ। ଝିଅ, ଏ ରାଜ୍ୟରେ ଯେମିତି ରାଜା, ତୋତେ ସେମିତି ପ୍ରଜା ହେବାକୁ ପଡ଼ିବ। ତୋତେ ଯେମିତି ପତି ମିଳିବ, ସେମିତି ସ୍ଥିତିରେ ବଞ୍ଚିବାକୁ ପଡ଼ିବ। ଯଦି ରାମଚନ୍ଦ୍ରଙ୍କ ପରି ପତି ପାଉ, ତେବେ ହୁଏତ ତୋତେ ବାରମ୍ବାର ଅଗ୍ନି ପରୀକ୍ଷା ଦେବାକୁ ପଡ଼ିପାରେ। ରାବଣ ପରି ସ୍ୱାମୀ ପାଇଲେ ସୀତାହରଣ ଦେଖିବାକୁ ପଡ଼ିବ। ପଞ୍ଚପାଣ୍ଡବ ପରି ସ୍ୱାମୀ ପାଇଲେ ତୋ ମନକୁ ପାଞ୍ଚ ଭାଗ କରିବାକୁ ପଡ଼ିବ। ଜଗନ୍ନାଥଙ୍କ ପରି ପତି ପାଇଲେ ତୋତେ ଶ୍ରୀମନ୍ଦିରରୁ ତଡ଼ା ଖାଇବାକୁ ପଡ଼ିବ। ଶିବଙ୍କ ପରି ପତି ବରଣ କଲେ ତୋତେ ଶ୍ମଶାନରେ ରହିବାକୁ ପଡ଼ିବ। ସତ୍ୟବାନ ପରି ସ୍ୱାମୀ ପାଇଲେ ତୋତେ ଯମ ସାଥିରେ ଲଢ଼ିବାକୁ ପଡ଼ିବ। ସୀତା, ସାବିତ୍ରୀ, ମନ୍ଦୋଦରୀ, ପାଞ୍ଚାଳି, ପାର୍ବତୀ କ'ଣ ଆତ୍ମହତ୍ୟା କରିଥିଲେ? ବରଂ ଏମାନେ ଆଜି ଯୁଗେ ଯୁଗେ ଚିରନମସ୍ୟା। ନିଜର ଶକ୍ତି ବଳରେ, ନିଜର ବୁଦ୍ଧି ବଳରେ ସେମାନେ ସେହି ପରିସ୍ଥିତିକୁ ଖାପ ଖୁଆଇ ପାରିଥିଲେ। ମାଲୋ, ମୁଁ ଯଦି ତୋର ସଧବା ବେଶ ଦେଖିପାରିଲି, ଦରକାର ପଡ଼ିଲେ ତୋର ବିଧବା ବେଶ ଦେଖି ସହ୍ୟ କରିପାରିବି। ତୋର ସୁନାମ ଯଦି ଶୁଣିପାରିଲି, ତୋର ଦୁର୍ନାମକୁ ବି କାନ ପାତି ପାରିବି। କିନ୍ତୁ ମା, ମୋ ପିଣ୍ଡରେ ପ୍ରାଣ ଥାଉ ଥାଉ ତୋ କକେଇକୁ କାନ୍ଧେଇ ନେଇପାରିବି ନାହିଁ କି ତୋ ଜୁଇରେ ନିଆଁ ଦେଇପାରିବି ନାହିଁ। ତୁ ଯଦି
ଆତ୍ମହତ୍ୟା କରିଦେଉ। ଇତି ତୋର ଜନ୍ମଦାତା। ଚଗଲି ଝିଅକୁ ଚିଠିଟିଏ ଶୀର୍ଷକ ମାଧ୍ୟମରେ ସମାଜର ପ୍ରତିଟି ନାରୀକୁ ମାନସିକ ବଳ ଦିଆଯାଇଛି।